ଯେମିତି ହିଁ ରାତି ହେଲା ସେ ନିଜ ଘରର ଲାଇନ କାଟିଦେଲା। ଶୁଆର ବାପା ଭାଇ ଆଜି ଘରେ ନଥିଲେ, ସେଥିପାଇଁ କେହି ବି ଜାଣିଲେନି କଣ ହେଇଛି ବୋଲି। ଏସି ଆଉ ଲାଇଟ କେମିତି ବନ୍ଦ ହେଲା? ଭାଉଜ, ତମେ ଦୁଇ ଜଣ ଏଠିକି ଆସିଗଲ। ହଉ ଠିକ ଅଛି, ଭଲ ହେଲା। ମୁଁ ଶୁଣିଥିଲି ଆଜି ଇଲେକ୍ଟ୍ରିକ କାମ ହଉଛି, ସେଥିପାଇଁ ରାତି ସାରା ଲାଇନ ଆସିବନି। କଣ? ତାହେଲେ ଆମେ ଆଜି ରାତିରେ ଶୋଇବା କେମିତି? ବୋହୁ, ଏବେ ସେମିତି ହିଁ ଶୋଇବାକୁ ପଡିବ। ଲାଗୁଛି ଆମ ସମସ୍ତଙ୍କୁ ହଲରେ ଶୋଇବାକୁ ପଡିବ, କାରଣ ରୁମରେ ତ ବିନା ଫ୍ୟାନ ଆଉ ଏସିରେ ନିଦ ଲାଗିବନି। ହେଲେ ହଲ ତ ବହୁତ ବଡ, ଏଠି ଗରମ ହବନି। ସମସ୍ତଙ୍କର ଇଚ୍ଛା ନଥିବା ପରେ ବି ସେମାନଙ୍କୁ ଶୁଆର କଥା ଶୁଣିବାକୁ ପଡିଲା। ଦୁଇ ଜଣ ଧନୀ ବୋହୂ ଆଉ ଗରିବ ବୋହୂ ନିଜ ନିଜ ମାଣ୍ଡି ଧରିକି ହଲକୁ ଆସିଲେ। ଟିକି ଦିନ ସାରା କାମ କରି କରି ଥକି ଯାଇଥିଲା, ସେଥିପାଇଁ ସେ ପଡୁ ପଡୁ ତାକୁ ନିଦ ଲାଗିଗଲା। ହେଲେ ସେ ଦୁଇ ଜଣ ଅଳସୁଆ ଆଉ